ଏବେ ଆମେ ଆସି ପହଞ୍ଚିଲୁ ମାନସ ଢାବା। ତ ପାର୍ସଲଟି ନେଇଯିବା, କାରଣ ଏପର୍ଯ୍ୟନ୍ତ ଗାଧୁଆଗାଧି କିଛି ହେଇନି। ଆଉ ଆଗରୁ ବି ଏଇଠି ଥିଲା ଗାଧୋଇବା ପାଇଁ ସୁବିଧା, ଭାଙ୍ଗି ଭୁଙ୍ଗି ଦେଇଛନ୍ତି। ଆଉ ପେପରଟା ବି ଦେବାକୁ ପଡ଼ିବ ମ୍ୟାନେଜରକୁ। ତ ମ୍ୟାନେଜର ଫୋନ୍ କରିଥିଲେ କି ପଳେଇ ଆସ, ପେପର ଦେଇଦିଅ, ତୁମେ ତାପରେ ଯେତେବେଳେ ଆସୁଛ ଆସ, ଲେଟ୍ ହେଲେ ଚଳିବ। ହଉ ଠିକ୍ ଅଛି, ପେପର ଦେଇଦେଲେ ବି ତାର ପେମେଣ୍ଟ ଫେମେଣ୍ଟ ବି ସେଟା ପକାପକି କରିବ, ଭଲ ମନ୍ଦ କରିବ। ଆମେ ଆମର କାମ ବି ସାରିଦେବା। ସେଠି ଗଲେ ଡ୍ରେସ୍ ସବୁ କିଛି ମସିଆ ହେଇଯାଇଛି, ପୁରା ଧୁଆ ହେବ ସବୁ। ଗାଡ଼ି ବି ଗ୍ୟାରେଜରେ ଯିବ, ଗାଡ଼ି ବି ଭଲ କି ଧୁଆ ହେବ ପୁରା। ଟାଇମ୍ ହିଁ ଲାଗିବ। ଯାଇଛି ଆଣିବା ପାଇଁ, ମୁଁ ତ ଏଇଠି ବହିଛି, 10 ମିନିଟ୍ ଲାଗିଯିବ। ଗାଡ଼ି ପହଞ୍ଚିଗଲେ ପଥର ଟିକେ ମାଡ଼ କରିଦେଇଛି। ପ୍ରବଳ ଜାମ୍, ଆଇରନ୍ ଗାଡ଼ି ଲମ୍ବା ଲାଇନ୍ ପୁରା ବାହାରୁ ଲମ୍ବା ଲାଇନ୍ ଲାଗିଯିବ। ଜାମ୍ ମଧ୍ୟ ପ୍ରବଳ ଗାଡ଼ି, ଲମ୍ବା ଲାଇନ୍ ପୁରା। ଏବେ ଆମର ଖାଇବା ଷ୍ଟାର୍ଟ ହେଇଗଲାଣି। ପ୍ରକାଶ ତର ଖାଉଛି, କୁଆଡ଼େ କୁଆଡ଼େ ଅନଉଛି କେଜାଣି। ଏବେ ଆମେ ବୁତମୁଣ୍ଡି ବାହାରୁ ଭାତ, ଡାଲି, ଭଜା, ଆଳୁ ଭଜା, ଆଳୁ ପୋଟଳ ନବେ, ଏଇଟା କୁନ୍ଦୁଳି ଭଜା, ଖଟା, ପୋଟଳ ଆଳୁ ଝୋଳ ଆଉ କ୍ଷୀରି। ଲାଷ୍ଟ ଆଇଟମ୍ କ୍ଷୀରି। କେତେ ଟଙ୍କା ନେଇଛି ମିଲି? ଦୁଇଟା ନା ଗୋଟାଏ? ଦୁଇଟାକୁ କହୁଛି, ସେଟା ଦୁଇଟାକୁ 200 ଟଙ୍କା ନେଇଛି। ତାମାନେ 100 ଟଙ୍କା ନା ଗୋଟା ମିଲ୍ ପଡ଼ିଲା। ଆମର ଗାଡ଼ି ଧୁଆ ଦେଇ ଚାଲିଛି। ଗାଡ଼ି ସାମ୍ନାରେ ହିଁ ଗ୍ୟାରେଜ, ଏଇ ଗ୍ୟାରେଜରେ ଆମର ଲାଗିବ, କାମ ହେବ। କାଲି ସକାଳେ ପଶିବ, ଆଜି ଗୁରୁବାର, କାଲି ସକାଳେ ପଶିବ ଆମ ଗାଡ଼ି। ବାବୁ ଠିଆ ହେଇଛନ୍ତି, ଆମ ବାବୁ ଆସିଛନ୍ତି, କଥାବାର୍ତ୍ତା ହେଇଯାଇଛୁ। ଏଇଠି ଆମ ଗାଡ଼ି କାମ ହେବ, କାଲି ପଶିବ। ଗାଡ଼ି ଜାମ୍ ବି ଅଛି, ଫାଙ୍କା ବି ଅଛି, ସବୁକିଛି ଅଛି। ଏପଟେ ଟୋଟାଲ୍ ଫାଙ୍କା ଅଛି। କାଲି କେଉଁଠି ଆଣି ପୁରେଇବା ଦେଖିବା, ଏପଟ ସାଇଡ଼୍ ବସିବ କି ସେପଟ ସାଇଡ଼୍ ବସିବ, ଯେଉଁପଟ ସାଇଡ଼୍ ଗୁଡ଼ା କାଲି ପଶିବ। ହଉ ଗାଡ଼ି ମୋର ଧୁଆ ହେଉଛି ଏଠି।